ସକାଳୁ ଗାଧେଇ ପିଧେଇ ନାସ୍ତା କରିଦେଇକି ମୁଁ ହେଇଗଲି ରେଡ଼ି ଭାଲୁ ମାର୍କେଟ। କାରଣ ଆଗକୁ ଆଉଛି ଆମ ଧନର ବର୍ଥଡ଼େ ମାନେ ଧନ ପାଇଁ କିଛି କପଡ଼ା କିଣିବାର ଥିଲା। ତ ଆମେ ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଗଲୁ ଓମ୍ କଲେକ୍ସନ୍, ଯେଉଁଟାକି ନୂଆ ହିଁ ଓପନ୍ ହେଇଥିଲା। ଭିତରେ ଯାଇ ଦେଖେ ତ କିଛି ଖାସ୍ ଲାଗିଲାନି, କିଛି ପସନ୍ଦ ଆସିଲାନି। ତ ସେଥିପାଇଁ ଆମେ କ'ଣ କଲୁ ନା ବାହାରିଲୁ ବିଶାଲ, ସାଙ୍ଗରେ ଧନକୁ ବି ନେଇ ଆସିଥିଲୁ। ଆମେ ଆସିକି ପହଞ୍ଚିଗଲୁ ବିଶାଲ ମଲ୍ରେ। ବିଶାଲ ମଲ୍ ବହୁତ ବଢ଼ିଆ ନୂଆ ନୂଆ କଲେକ୍ସନ୍ ଏବେ ଆସିଥିଲା, ଖାସ୍ କରି ଛୋଟ ଛୁଆଙ୍କ ପାଇଁ। ତ ମୁଁ ଆଜି ଯାଇନଥିଲି ଡ୍ୟୁଟି, କାରଣ ମୋ ଗୋଡ଼ର ଦରଜ ଏବେ ବି ଠିକ୍ ହେଇନଥିଲା, ଛୋଟେଇ ଚାଲୁଥିଲି। ଭାବିଲି ଘରେ ବସିବା ଅପେକ୍ଷା ଚାଲ ଧନ ପାଇଁ ସାର୍ଟ ପ୍ୟାଣ୍ଟ ହିଁ କିଣି ଆଣିବା। ଦେଖ ଧନ ତ ପୁରା ଖୁସି, ଆଉ ଧନକୁ ଏଠି ସବୁ ତାର ନିଜ ପସନ୍ଦର ସବୁ ଜିନିଷ ମିଳିଯାଉଛି। ଧନକୁ ଛାଡ଼ିଦେଲୁ ଖେଳିବା ପାଇଁ। ଧନ ଖେଳିଲା ଭିତରେ ମୁଁ କିଛି ସିଲେକ୍ଟ କରିକି ଧନ ପାଇଁ ପ୍ୟାଣ୍ଟ ସାର୍ଟ କିଣିଦେଲି। କାଉଣ୍ଟରରେ ପେମେଣ୍ଟ ହେଇସାରିଲା ପରେ ଆମେ ବାହାରିଲୁ ରୁମ୍କୁ ଆସିକି ପହଞ୍ଚିଗଲୁ। ଭାବିଲୁ ଧନକୁ ଟିକେ ସାର୍ଟ ପିନ୍ଧି ଚେକ୍ କରିଦେବା ତାକୁ ହେଉଛି ନା ନାହିଁ। ପୁରା ପରଫେକ୍ଟ ହେଉଛି, ଦେଖୁନାହାନ୍ତି କେତେ ବଢ଼ିଆ ଲାଗୁଛି ଧନ ଉପରେ। ସାର୍ଟ ପିନ୍ଧି ସାରିଲା ପରେ ଧନର ମୋର ବସିଗଲୁ ଥଣ୍ଡା ପିଇବା ନାଗି। ଥଣ୍ଡା ପିଇ ସାରିଲା ପରେ ଟାଇମ୍ ହେଇଥିଲା 3ଟା। ତ ଆଜି ଲଞ୍ଚରେ ଥିଲା ପଲାଉକୁ ଅଣ୍ଡା ଆମଲେଟ୍, ଭେଣ୍ଡି ଭଜାକୁ ଡାଲମା।